ଆଜି ସୋସିଆଲ ମିଡ଼ିଆରେ ଗୋଟେ ଭିଡ଼ିଓ ଦେଖିଲି ଯେଉଁଥିରେ ଜଣକୁ କୋଶ୍ଚିନ୍ କରାହେଉଛି ଯଦି ତୁମକୁ ନିଜ ସ୍ୟାଲେରୀରେ ନିଜ ଇନକମ୍ରେ ଗାଡ଼ି କିଣିବା ପାଇଁ ମୌକା ମିଳେ ଗୋଟେ ଡ୍ରିମ୍ ବାଇକ୍ ତୁମର କିଣିବାକୁ ମୌକା ମିଳେ ତୁମେ କେଉଁ ଗାଡ଼ି କିଣିବ। ଆନ୍ସରରେ ସେ ପିଲାଟି କହୁଛି ଯେ ମୋତେ କେଟିଏମ୍ ନହେଲେ ୟାମା ଏଫଜେଡ୍ ଏମିତି କିଛି ନୂଆ ଫ୍ଲେକ୍ସ ଟାଇପ୍ର ଗାଡ଼ି ଯେଉଁଟାକି ମାର୍କେଟକୁ ଗଲେ ମୋର ଗୋଟେ ସମସ୍ତେ ଦେଖିକି ବୁଲିକି ଅନଉଥିବେ ଭାଇ ଗୋଟେ ଗାଡ଼ିଟେ ଗଲା ବୋଲି। ତ ସେଇ ଟାଇପ୍ର ଗାଡ଼ି କିଣିବାକୁ ଭଲ ଲାଗେ। ଖାଲି ସେତିକି ନୁହଁ, ମୋର ବି ଷ୍ଟାଫ୍ ମାନେ ବି କହନ୍ତି ଭାଇ ତୁମେ ଏଇ ବ୍ୟାଲେନୋ କାହିଁ କିଣିଲ, ସୁଜୁକି ଗାଡ଼ି କାହିଁ କିଣିଲ, ତୁମେ ଅଡି ମର୍ସିଡ଼ିଜ୍ ଏଇସବୁ ଗାଡ଼ି ତୁମକୁ ଭଲ ଲାଗେନି କି, ଆଉ ପଇସା ରଖିଥାନ୍ତ ଅଡି ମର୍ସିଡ଼ିଜ୍ କିଣିଥାନ୍ତ। ତ ଆଜିକାଲି ସମସ୍ତଙ୍କୁ ଏଇଭଳିଆ ଥିଙ୍କିଙ୍ଗ ଆସେ। ପର ଗୋଟେ ନ୍ୟାଚୁରାଲ୍ ଥିଙ୍ଗସ୍, ଏସବୁ ଗାଡ଼ିରେ କିଛି ଏକ୍ସଟ୍ରା ଫ୍ୟାସିଲିଟି କ'ଣ ଥାଏ, ଲକ୍ଜରୀ ମେଣ୍ଟେନ୍ ପାଇଁ କିଛି ଫ୍ୟାସିଲିଟି ରହିଥାଏ, କିନ୍ତୁ ଏସବୁ ଗାଡ଼ି ସେମ୍ କାମ କରେ ଯେମିତି ନର୍ମାଲି ଆମର ହିରୋର, ହୋଣ୍ଡାର, ଆମର ବାଜାଜର ବାଇକ୍ ଉପରୁ ଗଲେ, କାର୍ ଉପରୁ ଗଲେ ଆପଣଙ୍କୁ ସୁଜୁକିର ହେଉ, ଆପଣଙ୍କର ଟାଟାର ହେଉ, ମହେନ୍ଦ୍ରାର ହେଉ, ଏସବୁ ଗାଡ଼ି ଏକା ପରଫର୍ମାନ୍ସ ଦିଅନ୍ତି। ମେଣ୍ଟେନ୍ କରେ ଆମେ ଲଙ୍ଗଜିଭିଟି ସର୍ଭିସ୍ କାର୍ଠୁ ବେଟର୍ ପାଉଛେ। ଆଉ ଆମେ କି ଗାଡ଼ିରେ ଫୁଏଲ୍ ପକାଇବାକୁ ପଡ଼େ। ଭାଇ ଗାଡ଼ି ଫ୍ଲେକ୍ସ ପାଇଁ କିଣିଦେଇକି ଲାଭ କ'ଣ ଯଦି ମୁଁ ତା ଦେହରେ ଫୁଏଲ୍ ପକାଇ ପାରିବିନି କି ତା'ର ମେଣ୍ଟେନାନ୍ସ କରିପାରିବିନି। ଯଦି ମୁଁ ଫୁଏଲ୍ ପକାଇ ପାରିବିନି ତ କିଛି ଦିନ କିଛି ଦିନ ମୁଁ ମାର୍କେଟରେ ଫ୍ଲେକ୍ସ କରିଦେଲି, କିନ୍ତୁ ତାକୁ ତ ପୁଣି ସେଇଠି ଭାଇ ଘରେ ରଖିବାକୁ ପଡ଼ିବ ମୋତେ ଘୋଡ଼େଇକିରି। ତ ତାକୁ କିଣିବି କ'ଣ ପାଇଁ, କାହାକୁ ବାହାରକୁ ଦେଖିବା ପାଇଁ କାହିଁ କିଣିବି ଭାଇ? ମୁଁ ନିଜ ପକେଟକୁ ଦେଖିବି। ଆଜିକାଲି ମାର୍କେଟର କଣ୍ଡିସନ୍ ଏଇଆ, କେତେ ଇନକମ୍ କଲେ ନିଜ ଫ୍ୟାମିଲି ଚଳିବ ସେ ସବୁକୁ ଦେଖିବାକୁ ପଡ଼ୁଛି। ତ ନିଜର ଫ୍ଲେକ୍ସ ପାଇଁ ମୁଁ ଏତେ ଦାମୀ ଦାମୀ କାର୍ ଏତେ କମ୍ ମାଇଲେଜରେ ଏତେ କ'ଣ ପାଇଁ କିଣିବି? ମୋତେ ତ ପର୍ସନାଲି ଠିକ୍ ଅଛି, ଗାଡ଼ି ଦରକାର, ଟିକେ ଲୁକ୍ ୱାଇଜ୍ ବେଟର୍ ଦରକାର, ଟିକେ ଭଲ ଦେଖାଯାଉଥିବ, ମାଇଲେଜ୍ ଟିକେ ଭଲ ଥିବ, ରଫ୍ ଆଣ୍ଡ ଟଫ୍। ସେଇ ତ ରୋଡ଼ ଚଲେଇବି ନା କି